ଗୋଟିଏ ପ୍ରାର୍ଥନା ଅନେକ ଆଶୀର୍ବାଦ। ଭାଇ ଓ ଭଉଣୀମାନେ, ପ୍ରାର୍ଥନାର ସାମର୍ଥ୍ୟ ବା ଶକ୍ତି ବହୁତ ବେଶୀ। ଯେଉଁଠି ପ୍ରାର୍ଥନା ଥାଏ ସେଠି ଆଶୀର୍ବାଦ ବି ଥାଏ। ତେଣୁ ପ୍ରାର୍ଥନାର ଶକ୍ତି ଏତେ ବେଶୀ ଯେ ତାର ବର୍ଣ୍ଣନା କରିବା ସହଜସାଧ୍ୟ ନୁହେଁ। ଆଜି ମୁଁ ଆପଣମାନଙ୍କ ପାଇଁ ଏମିତି ଗୋଟେ ପ୍ରାର୍ଥନା ନେଇ ଆସିଛି, ଯାହା କରିବା ଦ୍ୱାରା ଆମର ମନ, ଆମର ପ୍ରାଣ, ଆମର ଆତ୍ମା ସବୁକିଛି ଖୋଲି ହେଇଯିବ ଏବଂ ଏକ ଅନନ୍ତ ସାନ୍ତ୍ୱନାରେ, ଅନନ୍ତ ପ୍ରେମରେ, ଅନନ୍ତ ଶାନ୍ତିରେ ଭରିଯିବ। ଚାଲନ୍ତୁ ଆମେ ଆରମ୍ଭ କରିବା ଆଜିର ଏଇ କ୍ଷମା ପ୍ରାର୍ଥନା ବା ଫରଗିଭନେସ୍ ପ୍ରେୟାର। ମୁଁ ଭାଇ ଓ ଭଉଣୀମାନେ ବହୁତ ଗୁଡ଼ିଏ କ୍ଷମା ପ୍ରାର୍ଥନା ନେଇ ଆସୁଛି, କାରଣ ମୁଁ ଜାଣିଛି ଏଇ କ୍ଷମା ପ୍ରାର୍ଥନା ହିଁ ବର୍ତ୍ତମାନ ସାମ୍ପ୍ରତିକ ସମୟର ଯେତେ ଦୁର୍ଦ୍ଦଶା ଘଟୁଛି, ଯେତେ ଅଶାନ୍ତି ଘଟୁଛି, ଯେତେ ଅସୁବିଧା ଘଟୁଛି, ଶାରୀରିକ ହଉ, ମାନସିକ ହଉ ବା ଆର୍ଥିକ କ୍ଷେତ୍ରରେ, ଆତ୍ମିକ କ୍ଷେତ୍ରରେ, ସବୁ କ୍ଷେତ୍ରରେ ଆମର ପ୍ରାର୍ଥନାର ଆବଶ୍ୟକତା ବହୁତ ବେଶୀ ରହିଛି। ତେଣୁ ଚାଲନ୍ତୁ ମିଶିକି ଏହି ପ୍ରାର୍ଥନା କରିବା ସେହି ପରମଙ୍କ ପାଖରେ, ଯାହା ପାଖରେ ଆମର ଭକ୍ତି ନୈବେଦ୍ୟ ଢାଳି ଦେବା ଏବଂ ତାଙ୍କର ଆଶୀର୍ବାଦ ଲାଭ କରିବା। ଚାଲନ୍ତୁ ଆରମ୍ଭ କରିବା। ହେ ପ୍ରଭୁ, ହେ ପରମ ପ୍ରଭୁ, ହେ ଦିବ୍ୟ ପରମାତ୍ମା, ହେ ମୋର କୋଟି ବ୍ରହ୍ମାଣ୍ଡ ଠାକୁର, ମୁଁ ଆଜି ଖୁବ୍ ନୀରବରେ, ଖୁବ୍ ନୀରବରେ ତୁମ ସମ୍ମୁଖରେ ଦଣ୍ଡାୟମାନ। ଆଖିରେ ଲୁହ, ହୃଦୟର ଭାର, ଆତ୍ମାର ଅନେକ ଅକଥିତ ବେଦନା। ହେ ଭଗବାନ, ହେ ପରମୋତ୍ତମ, ହେ ପୁରୁଷୋତ୍ତମ, ହେ ଈଶ୍ୱର, ଆଜି ମୁଁ ମୋ ପିତାମାତାଙ୍କୁ ହୃଦୟର ଗଭୀରତମ ସ୍ଥାନରୁ କ୍ଷମା ମାଗୁଛି। ଜାଣତରେ ହେଉ ବା ଅଜାଣତରେ ହେଉ, କଥାରେ, ନୀରବତାରେ, ଆଚରଣରେ, ଅବହେଳାରେ ମୁଁ ଯଦି ତାଙ୍କୁ କେବେ ବି ଯନ୍ତ୍ରଣା ଦେଇଛି ବା ଦେଇଥାଏ, ହେ ପ୍ରଭୁ, ମୋତେ ତୁମେ କ୍ଷମା କରିଦିଅ। ହେ ଦୟାଳୁ ଈଶ୍ୱର, ମୁଁ ମୋ ପୂର୍ବପୁରୁଷମାନଙ୍କୁ ମଧ୍ୟ କ୍ଷମା ମାଗୁଛି। ଆଜି ଯାହା କିଛି ପରିସ୍ଥିତି ସୃଷ୍ଟି ହେଉଛି ମୋ ଭିତରେ, ମୋ ପରିବାରରେ, ମୋ ପରିବେଶରେ ଯାହା କିଛି ପରିସ୍ଥିତି ସୃଷ୍ଟି ହେଉଛି, ହୁଏତ କେଉଁଠି ନା କେଉଁଠି କିଛି ଭୁଲ ରହିଯାଇଛି, ଯାହାର ପରିଣାମ ସ୍ୱରୂପ ଆଜି ସେଇ ବୀଜଟି ଅଙ୍କୁରିତ ହୋଇ ମହାଦ୍ରୁମରେ ପରିଣତ ହୋଇଛି। ହେ ଦୟାଳୁ ଈଶ୍ୱର, ଯେଉଁ ଭୁଲ ମୁଁ ଜାଣିନାହିଁ, ଯେଉଁ କର୍ମ ମୋ ରକ୍ତରେ ଚାଲି ଆସିଛି, ଯେଉଁ ବେଦନା ପିଢ଼ିରୁ ପିଢ଼ିକୁ ଯାତ୍ରା କରିଛି, ହେ ଭଗବାନ, ସେ ସବୁକୁ ମୁଁ ଆଜି ମୋ ଆଖିର ଲୁହରେ ଧୋଇ ଦେଉଛି। ଆଖିର ଲୁହରେ ଢାଳି ଦେଇ ମୁଁ ତାକୁ ଆପଣଙ୍କ ଚରଣରେ ସମର୍ପଣ କରିଦେଉଛି। ମୋ ଜାଣତରେ ହେଉ ବା ଅଜାଣତରେ କରିଥିବା ଭୁଲ ପାଇଁ ମୁଁ କ୍ଷମା ମାଗୁଛି। ମୋ ପୂର୍ବପୁରୁଷଙ୍କର କୌଣସି କଥା ପାଇଁ ମୁଁ ଆପଣଙ୍କ ପାଖରେ କ୍ଷମା ମାଗୁଛି। ପ୍ରଭୁ, ମୋତେ କ୍ଷମା କରିଦିଅ। ପ୍ରଭୁ, ମୋତେ କ୍ଷମା କରିଦିଅ। ପ୍ରଭୁ, ମୋତେ କ୍ଷମା କରିଦିଅ। ଯେଉଁମାନେ ମୋ ହୃଦୟକୁ ଆଘାତ ଦେଇଛନ୍ତି ଆଉ ଯେଉଁମାନଙ୍କୁ ମୁଁ ଆଘାତ ଦେଇଛି, ଯେଉଁମାନେ ମୋ ହୃଦୟକୁ ବିଦୀର୍ଣ୍ଣ କରିଛନ୍ତି, କଷ୍ଟ ଦେଇଛନ୍ତି, ଅପମାନ ଦେଇଛନ୍ତି ଆଉ ଘୃଣାରେ ଭରି ଦେଇଛନ୍ତି, ସେଇମାନଙ୍କୁ ମୁଁ କ୍ଷମା କରିଦେଉଛି। ଆଉ ଯେଉଁମାନଙ୍କୁ ମୁଁ ମୋ କଥାରେ, ମୋ କାର୍ଯ୍ୟରେ ଆଘାତ ଦେଇଛି, ସେମାନଙ୍କୁ ମୁଁ କ୍ଷମା ମାଗି ନେଉଛି। ମୋ କଥା, ମୋ ଦୃଷ୍ଟି, ମୋ ଚିନ୍ତା ଯଦି କାହାର ଆତ୍ମାକୁ ଭାଙ୍ଗି ଦେଇଛି, ହେ ଭଗବାନ, ମୋତେ କ୍ଷମା କର, ମୋତେ କ୍ଷମା କର, ମୋତେ କ୍ଷମା କର। ଆଜି ମୁଁ ମୋ ଅହଙ୍କାରକୁ ଛାଡ଼ୁଛି। ମୋ ମନ ଭିତରେ ଥିବା ଅହଙ୍କାର, ତାକୁ ମୁଁ ଛାଡ଼ୁଛି। ମୋ ଦୋଷକୁ ମୁଁ ସ୍ୱୀକାର କରୁଛି। ମୋ ଭିତରେ ଥିବା
ଦୋଷ, ମୋର କ୍ରୋଧ, ମୋର ରାଗ, ମୋର ହିଂସା, ମୋର ଦୁଶ୍ଚିନ୍ତାକୁ ମୁଁ ସ୍ୱୀକାର କରୁଛି ଆଉ କହୁଛି ମୁଁ ନିଜକୁ ନିଜେ କ୍ଷମା କରୁଛି ଆଉ କ୍ଷମା ମଧ୍ୟ ମାଗୁଛି। ମୋର ଆତ୍ମାକୁ ଦେଇଥିବା କଷ୍ଟକୁ ମୁଁ ସ୍ୱୀକାର କରୁଛି, ମୁଁ କ୍ଷମା ମାଗୁଛି। ଆଉ କୌଣସି ପବିତ୍ର ଆତ୍ମାଙ୍କୁ ଯଦି କଷ୍ଟ ଦେଇଛି ମୁଁ ତାଙ୍କୁ ମଧ୍ୟ କ୍ଷମା ମାଗୁଛି। ହେ ମୋର ପ୍ରଭୁ, ହେ ମୋର ଦିବ୍ୟ କରୁଣାର ସାଗର, ମୋ ଆତ୍ମାରୁ ସମସ୍ତ ଦୁଃଖ, ଦୋଷ, ଦ୍ୱେଷ, ସବୁ ଅଭାବବୋଧ, ସବୁଯାକ ଘୃଣାବୋଧ ହଟେଇ ଦିଅ, ସବୁ ଦୂର କରିଦିଅ। ମୋ ହୃଦୟକୁ ହାଲୁକା କରିଦିଅ। ମୋ ମନରୁ ସବୁକିଛି କଳୁଷତାକୁ ଦୂର କରିଦିଅ। ମୋତେ ସମ୍ପୂର୍ଣ୍ଣ ସାଦା କାଗଜଟିଏ ଭଳି କରିଦିଅ। ମୋ ଜୀବନକୁ ନୂଆ ଆଲୋକ ଦିଅ। ମୋତେ ଆଲୋକିତ କର ତୁମର ଶକ୍ତିରେ, ଉଜ୍ଜୀବିତ କର ତୁମର ଶକ୍ତିରେ। ମୋତେ ତୁମେ କ୍ଷମା କର, ମୋତେ ତୁମେ ତୋଳି ନିଅ, ମୋତେ ତୁମେ ତୁମର ସ୍ପର୍ଶ ଦିଅ। ମୋତେ ଏକ ନୂତନ ଆଲୋକରେ ଭରିଦିଅ। ଆଜି ମୁଁ କ୍ଷମା ସହିତ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ହେ ଭଗବାନ, ହେ ପ୍ରଭୁ, ହେ ମୋର ଅତି ପ୍ରିୟତମ ଭଗବାନ, ମୋତେ ଆଶୀର୍ବାଦ କର, ମୋତେ କ୍ଷମା କର। ତାହେଲେ ମୁଁ ଶାନ୍ତିରେ ବଞ୍ଚିପାରିବି, ପ୍ରେମରେ ଚାଲିପାରିବି ଆଉ ଶାନ୍ତିରେ ମରି ମଧ୍ୟ ପାରିବି। କ୍ଷମା ସହିତ ନୂଆ ଜୀବନ ଆରମ୍ଭ କରୁଛି। ହେ ଭଗବାନ, ମୋତେ ଆଶୀର୍ବାଦ କର, ଆଶୀର୍ବାଦ କର, ଆଶୀର୍ବାଦ କର। ହେ ପ୍ରଭୁ, ମୋତେ ତୁମେ କ୍ଷମା କର, କ୍ଷମା କର, କ୍ଷମା କର। ହେ ପ୍ରଭୁ, ତୁମେ ମୋତେ ତୋଳି ନିଅ, ତୁମେ ମୋତେ ତୋଳି ନିଅ, ତୁମେ ମୋତେ ତୋଳି ନିଅ। I am blessed, I am blessed, I am blessed। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। शुक्रिया, शुक्रिया, शुक्रिया। थैंक यू, थैंक यू, थैंक यू। I am blessed, I am blessed, I am blessed। I love you, I love you, I love you so much, I love you so much, I love you so much।